এই ଗୋଟିଏ ଶବ୍ଦ ଦିଦି ଓ ଦିଦି ନରେନ୍ଦ୍ର ମୋଦିଙ୍କର ଅବଦାନ ବିଟା ନରେନ୍ଦ୍ର ମୋଦିଙ୍କୁ ଗୋଟେ ଶାସ୍ତି ହେଲା କେଉଁଠି ପଶ୍ଚିମବଙ୍ଗରେ। ସେଇଠୁ ବୁଝିବା ଦରକାର ଯେ ପଶ୍ଚିମବଙ୍ଗକୁ ଏମାନେ କେମିତି ଅଭଦ୍ର ଭାଷାରେ ବ୍ୟବହାର କରିଛନ୍ତି। ତା ପୂର୍ବରୁ 18 ଦିନ 19 ଦିନ ପୂର୍ବରୁ ବିଧାନସଭାଟାକୁ ତମେ ବନ୍ଦ କରୁଛ, ଦ୍ୟାଟ୍ ଟୁ ବି ଶିକ୍ଷକ ରାସ୍ତାରେ ବଇଛନ୍ତି। ଶିକ୍ଷକ ବଇଛନ୍ତି 15 ଦିନ ହେଲାଣି ଆଜ୍ଞା ମୁଁ ଦରମା ବଢ଼ାଅ ବୋଲିକି, ତାଙ୍କ ଦରମା ନ ବଢ଼େଇ ଦେଇକି ନିଜ ଭିତରେ କଥାବାର୍ତ୍ତା ହେଇକି ନିଜ ଦରମାଟା ବଢ଼େଇ ଦେଲେ। ନିଜ ଦରମାଟା ବଢ଼େଇ ଦେଇକି ତାଲା ପକେଇ ଦେଇକି ବିଧାନସଭା ଆଉ ବିଧାନସଭା ଖୋଲିବନି, ତାଲା ପକେଇ ଦେଇ ପଳେଇଲ ଖେଳ ଦେଖିବାକୁ। ଆହୁରି 18 ଦିନ ବିଧାନସଭା ଚାଲିଥାନ୍ତା। ଭାରତୀୟ ଜନତା ପାର୍ଟି ଯେତେବେଳେ ସରକାରକୁ ଆସିବା ପୂର୍ବରୁ ନିଜର ନିର୍ବାଚନ ଲଢ଼ିବା ପୂର୍ବରୁ ଘୋଷଣାପତ୍ର ଦେଇଥିଲା ଯେ ସାରା ଓଡ଼ିଶାରେ ଯେତେ ଅସ୍ଥାୟୀ ନିଯୁକ୍ତି ଅଛି, କିନ୍ତୁ 1.5 ବର୍ଷ ହେଇଗଲା ଆମେ ଜାଣିପାରୁନି ସ୍ଥାୟିତ୍ୱ କ'ଣ। କିନ୍ତୁ ଆମେ ଦେଖୁଛୁ ତାଙ୍କ ଦରମା 3 ଗୁଣ ବଢ଼ୁଛି, ଖଣି ଠିକ୍ ନିଲାମ ଦିଆହେଉଛି, ବାଲି ଚୋରିଟା ବଢ଼ୁଛି, ଖଣି ଚୋରିଟା ବଢ଼ୁଛି, ଏମାନେ ପିସି କାରବାର ତାଙ୍କର ଠିକ୍ ଚାଲିଛି। ସବୁ ଡିବେଟ୍ ଆମେ ଦେଖୁଥିଲୁ। ଗୋଟେ ଛୋଟିଆ ଭିଡ଼ିଓ କ୍ଲିପ୍ଟା ଆପଣ ଦେଖିଥିବେ ଭାଇରାଲ୍ ହେଉଛି, ଯେତେବେଳେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ 1896 ମସିହାରେ ବନ୍ଦେ ମାତରମ୍ ଗୋଟିଏ ସଭାରେ ବୋଲାଗଲା। ସେ ସମୟରେ ପ୍ରିୟଙ୍କା ତାର ଉତ୍ତର ଦେଇ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମହୋଦୟ 1896 ମସିହାରେ ବନ୍ଦେ ମାତରମ୍ କେଉଁ ସଭାରେ ବୋଲାଗଲା, ସେ ସଭା ନାଁ କ'ଣ? ସେ ସଭା ନାଁ ହେଉଛି ପ୍ରଥମ ଆପଣଙ୍କର କଂଗ୍ରେସ ଅଧିବେଶନ। ବନ୍ଦେ ମାତରମ୍ଠୁ ଆରମ୍ଭ କରି ବନ୍ଦେ ଉତ୍କଳ ଜନନୀଠୁ ଆରମ୍ଭ କରି ଭାରତ ମାତା କି ଜୟଠୁ ଆରମ୍ଭ କରି ଇନକଲାବ ଜିନ୍ଦାବାଦଠୁ ଆରମ୍ଭ କରି ଯାହା ଯାହା ହେଇଛି, ଏ ସବୁ ସହିତ ଯଦି କାହାର ଅତି କ୍ଲୋଜ୍ ସମ୍ପର୍କ ଥାଏ, ଅତି ଅନ୍ତର୍ନିହିତ ହୃଦୟ ଥାଏ, ସେ ହେଉଛି କଂଗ୍ରେସ ଦଳ। ପ୍ରତ୍ୟେକ ଜିନିଷ ଆପଣ ଦେଖିବେ କଂଗ୍ରେସ ଅଧିବେଶନରେ ଏସବୁ ଜିନିଷ ଆଲୋଚନା ହେଉଥିଲା। ବନ୍ଦେ ମାତରମ୍ ପ୍ରଥମେ କଂଗ୍ରେସ ଅଧିବେଶନରେ ଆରମ୍ଭ ହେଇଛି। ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କଠୁ ଆରମ୍ଭ କରି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କଠୁ ଆରମ୍ଭ କରି ଚାଟାର୍ଜୀଙ୍କଠୁ ଆରମ୍ଭ କରି ପ୍ରତ୍ୟେକଟି ସମୟରେ ଇଏ ଯାହା ସବୁ ହେଇଛି କଂଗ୍ରେସ ସରକାର ସମୟରେ, ଯେତେବେଳେ ଏ ସବୁ ଜିନିଷ ଚାଲିଥିଲା ବନ୍ଦେ ମାତରମ୍କୁ ନେଇକି, ସେ ସମୟରେ RSS କେଉଁଠି ଥିଲା, ସେ ସମୟରେ ଜନସଭା କେଉଁଠି ଥିଲା, ଏ ଜନସଂଘ କେଉଁଠି ଥିଲା, ହିନ୍ଦୁ ମହାସଭା କେଉଁଠି ଥିଲା? এই ପ୍ରଶ୍ନର ଉତ୍ତର ମଧ୍ୟ ରଖିବାର ଆବଶ୍ୟକତା ଅଛି ଭାରତୀୟ ଜନତା ପାର୍ଟି। ଦ୍ୱିତୀୟ ଜିନିଷ ଆପଣ ଦେଖିବେ, ଯେତେବେଳେ ବନ୍ଦେ ମାତରମ୍ର ଆଲୋଚନା ଡେସ୍କ୍ରିପ୍ଟଲି ଆଲୋଚନା ହେଉଥିଲା କେଉଁଠି, ପାର୍ଲାମେଣ୍ଟରେ ହେଉଥିଲା, ଏଇଠି ବିଧାନସଭାରେ ମଧ୍ୟ ପାଖାପାଖି 2 ଘଣ୍ଟା 3 ଘଣ୍ଟା ଆଲୋଚନା ହେଇଛି କେଉଁଠି, ବନ୍ଦେ ମାତରମ୍କୁ ନେଇକି। ଯେତେବେଳେ ବନ୍ଦେ ମାତରମ୍ ଆଲୋଚନା ହୁଏ, ସେତେବେଳେ ଆଜାଦ ଚନ୍ଦ୍ରଶେଖରଙ୍କ କଥା ଆସିବ, ଅବଦୁଲ ଉଲ୍ଲାହଙ୍କ କଥା ଆସିବ, ସେତେବେଳେ ଜବାହରଲାଲ ନେହେରୁଙ୍କ କଥା ଆସିବ, ସେତେବେଳେ ନେତା ସୁଭାଷ ଚନ୍ଦ୍ର ବୋଷଙ୍କ କଥା ଆସିବ। କିନ୍ତୁ ସେତେବେଳେ ଆମେ ଦେଖିପାରିଲୁନି ଶ୍ୟାମପ୍ରସାଦ ମୁଖାର୍ଜୀଙ୍କର ନାଁଟା। ସେତେବେଳେ ଆମେ ଦେଖିପାରୁନୁ କି ଭାରତୀୟ ଜନତା ପାର୍ଟିର କେଉଁମାନେ ପୂର୍ବପୁରୁଷଙ୍କର ନାଁଟା। ତାଙ୍କର ପୂର୍ବପୁରୁଷ ନାହାନ୍ତି, ତାଙ୍କର ପୂର୍ବତନ କୌଣସି ନେତା ନାହାନ୍ତି। ସେମାନେ ତା ପୂର୍ବପୁରୁଷକୁ ନେଇକି ନିଜର ପୂର୍ବପୁରୁଷ ବନାଉଛନ୍ତି। ଆପଣ ଦେଖିବେ ଏଇଠି ରାଜ୍ୟରେ ମଝିରେ କିଛି ଦିନ ଧରି ଚାଲିଲା ଯେ ଏମାନେ ପୂର୍ବପୁରୁଷ କରିବେ କାହାକୁ, ହରେକୃଷ୍ଣ ମହତାବଙ୍କୁ। ସେଠି କିଛି ଦିନ ଧରି ଚାଲିଲା ଯେ ଆମେ ପୂର୍ବପୁରୁଷ କରିବୁ ନେତା ସୁଭାଷ ଚନ୍ଦ୍ର ବୋଷ। ନେତା ସୁଭାଷ ଚନ୍ଦ୍ର ବୋଷ ତମ ପୂର୍ବପୁରୁଷ, କିନ୍ତୁ କଂଗ୍ରେସ ଦଳର ସଂଗଠନ, କଂଗ୍ରେସ ଦଳର ଆସେଟ୍ସ, କଂଗ୍ରେସ ଦଳ ତାଙ୍କୁ ତିଆରି କରିଛି। ଏମାନେ କାହାକୁ ମାନୁଥିଲେ? ଏମାନେ ମାନୁଥିଲେ ଗଡ଼ସେକୁ, ଏମାନେ ମାନୁଥିଲେ ସାବରକରକୁ, ଏମାନେ ମାନୁଥିଲେ ଯେଉଁମାନେ ଦଙ୍ଗା କରନ୍ତି, ଯେଉଁମାନେ ହତ୍ୟା କରନ୍ତି, ଏମାନେ ସେମାନଙ୍କୁ ମାନୁଥିଲେ। ଏବଂ ସେମାନଙ୍କର ଇତିହାସ ଆଜି ମଧ୍ୟ ଲୋକ ଆସିବା ଦରକାର ଅଛି। ଏ ବନ୍ଦେ ମାତରମ୍ ଜିନିଷଟା କାହିଁକି ଆସିଲା ଆପଣ ଦେଖିବେ ବର୍ତ୍ତମାନ କ'ଣ ହେଇଛି। ଯାଇଥିଲୁ ଆମେ ସେ ଜାଗାକୁ ମଧ୍ୟ ଦେଖିଛୁ। ଅରୁଣାଚଳ ପ୍ରଦେଶରେ ପାଖାପାଖି 1000 କିଲୋମିଟର ମାଡ଼ି ବସିଛି, 1000 ସ୍କୋୟାର କିଲୋମିଟର ମାଡ଼ି ବସିକି ଚାଇନା ବାଂଲାଦେଶୀ ପଶି ଯାଉଛନ୍ତି। କେଉଁ ପଟେ? ସାରା ଦେଶ ମେଲା। ପଶ୍ଚିମବଙ୍ଗଠୁ ଆରମ୍ଭ କରି ଭୁବନ ଓଡ଼ିଶାଠୁ ଆରମ୍ଭ କରି ସେ ଆସାମଠୁ ଆରମ୍ଭ କରି ସେ ମେଘାଳୟ ପର୍ଯ୍ୟନ୍ତ ସବୁଆଡ଼େ ବାଂଲାଦେଶୀ ପଶୁଛନ୍ତି। ବାଂଲାଦେଶୀଙ୍କର ବର୍ଡର କାହା ହାତରେ ଅଛି? ଅମିତ ଶାହଙ୍କ ହାତରେ। ସେ କରୁଛନ୍ତି କ'ଣ? ତମେ ବାଂଲାଦେଶୀକୁ କହିବ ବାଂଲାଦେଶୀ ପଶିଗଲେ ଉତ୍ତରଦାୟିତ୍ୱ ରହିବ ମମତା ବାନାର୍ଜୀ। ଇଏ ଆଉ ଗୋଟେ କଥା, ବନ୍ଦେ ମାତରମ୍ ଆଣିବାର ମୂଳ ଆଉ ଗୋଟେ ଉଦ୍ଦେଶ୍ୟ ହେଉଛି ଇଏ ଯେହେତୁ ବର୍ତ୍ତମାନ ୱେଷ୍ଟବେଙ୍ଗଲରେ ଇଲେକ୍ସନଟା ଅଛି, ୱେଷ୍ଟବେଙ୍ଗଲରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ଗୋଟେ ଇମୋସନ୍ ଧରିକି ସେ କାର୍ଡଟା ଖେଳିବାକୁ ଚାହୁଁଛନ୍ତି। କିନ୍ତୁ ଆମେ ଦେଖିଥିଲୁ ପୁରୁଣା ସମୟମାନଙ୍କରେ ନରେନ୍ଦ୍ର ମୋଦି ଯାଇଥିଲେ ପଶ୍ଚିମବଙ୍ଗ, ନିର୍ବାଚନ ପ୍ରଚାର କଲାବେଳେ କେମିତି କହୁଥିଲେ ଦିଦି ଓ ଦିଦି। এই ଗୋଟିଏ ଶବ୍ଦ ଦିଦି ଓ ଦିଦି ନରେନ୍ଦ୍ର ମୋଦିଙ୍କର ଅବଦାନ ବିଟା ନରେନ୍ଦ୍ର ମୋଦିଙ୍କୁ ଗୋଟେ ଶାସ୍ତି ହେଲା କେଉଁଠି, ପଶ୍ଚିମବଙ୍ଗରେ। ସେଇଠୁ ବୁଝିବା ଦରକାର ଯେ ପଶ୍ଚିମବଙ୍ଗକୁ ଏମାନେ କେମିତି ଅଭଦ୍ର ଭାଷାରେ ବ୍ୟବହାର କରିଛନ୍ତି। ଭାବନ୍ତୁ ପଶ୍ଚିମବଙ୍ଗ ଗୋଟେ କେଡ଼େ ବଡ଼ ରାଜ୍ୟ, এইটি ওড়িশাঠু আরম্ভ হয়েকি আসাম মেঘালয়ঠু আরম্ভ করিকি বিরাট বড় রাজ্য। সে রাজ্যের জন মহিলা মুখ্যমন্ত্রী, সারা ভারতবর্ষের কৌশি রাজ্যের মহিলা মুখ্যমন্ত্রী না। সে মহিলা মুখ্যমন্ত্রীকে তুমি কহব দিদি ও দিদি, গোটে ছতরা বাতরা টোকা এমনি কথাবার্তা করবনি, ওরা লফঙ্গা টোকা রাস্তার গলে এমনি কথা কহবনি দিদি ও দিদি। এ কি ভাষা, কি উচ্চারণ।
ଭାରତୀୟ ଜନତା ପାର୍ଟି ଯେତେବେଳେ ସରକାରକୁ ଆସିବା ପୂର୍ବରୁ ନିଜର ନିର୍ବାଚନ ଲଢ଼ିବା ପୂର୍ବରୁ ଘୋଷଣାପତ୍ର ଦେଇଥିଲା ଯେ ସାରା ଓଡ଼ିଶାରେ ଯେତେ ଅସ୍ଥାୟୀ ନିଯୁକ୍ତି ଅଛି ଆପଣ ଦେଖିବେ GIS ଠୁ ଆରମ୍ଭ କରି ପଞ୍ଚାୟତରେ ଯେଉଁମାନେ ଗ୍ରାଉଣ୍ଡ ସର୍ଭେ କରୁଛନ୍ତି, ଜିଓ ଟ୍ୟାଗିଂ କରୁଛନ୍ତି, ସେଥିରୁ ଆରମ୍ଭ କରି ଅପ୍ ଟୁ ବିଧାନସଭା ପର୍ଯ୍ୟନ୍ତ ସିକ୍ୟୁରିଟି ପର୍ଯ୍ୟନ୍ତ ସମସ୍ତଙ୍କର ଅସ୍ଥାୟୀ ଚାକିରିଟାକୁ ଆମେ ସ୍ଥାୟୀ ଭାବେ ପ୍ରତିପାଦନ କରିବୁ। କିନ୍ତୁ 1.5 ବର୍ଷ ହେଇଗଲା ଆମେ ଜାଣିପାରୁନି ସ୍ଥାୟିତ୍ୱ କ'ଣ। କିନ୍ତୁ ଆମେ ଦେଖୁଛୁ ତାଙ୍କ ଦରମା 3 ଗୁଣ ବଢ଼ୁଛି, ଖଣି ଠିକ୍ ନିଲାମ ଦିଆହେଉଛି, ବାଲି ଚୋରିଟା ବଢ଼ୁଛି, ଖଣି ଚୋରିଟା ବଢ଼ୁଛି, ଏମାନେ ପିସି କାରବାର ତାଙ୍କର ଠିକ୍ ଚାଲିଛି। ଆଉଠୁ ଆରମ୍ଭ କରି ପ୍ରଶ୍ନପତ୍ର କିନ୍ତୁ ବଢ଼ିଆ କରି ଲିକ୍ ହେଉଛି। ଯାହା ହଉ ମୋହନ ମାଝୀ ଯାହା କରନ୍ତୁ ନ କରନ୍ତୁ ପ୍ରଶ୍ନପତ୍ର ଲିକ୍ କରିବାରେ ମୋହନ ମାଝୀ ବର୍ତ୍ତମାନ 1 ନମ୍ବର। ଆମେ ଜାଣିପାରୁନୁ କେଉଁ ମାସରେ କେଉଁ ସପ୍ତାହରେ କେଉଁ ପରୀକ୍ଷା ଗୋଟା ହେଉଛି ଯାହାର ପ୍ରଶ୍ନପତ୍ର ଲିକ୍ ହେଉନି। ସେଟା ବନ୍ଦ କରିଦେଲେ, ବନ୍ଦ କରିଦେଇ ପଳେଇଲେ ଖେଳ ଦେଖିବାକୁ। ମାନେ କି କଥା, ଲୋକଙ୍କ ଟ୍ୟାକ୍ସ ପଇସାରୁ ଦରମା ନେବେ, ଲୋକଙ୍କ ପାଇଁ ବିଧାନସଭା ଚାଲିବ, ବିଧାନସଭା ଚଲେଇବା କଥା ଡିସେମ୍ବର 31 ପର୍ଯ୍ୟନ୍ତ, ତା ପୂର୍ବରୁ 18 ଦିନ 19 ଦିନ ପୂର୍ବରୁ ବିଧାନସଭାଟାକୁ ତମେ ବନ୍ଦ କରୁଛ। ଦ୍ୟାଟ୍ ଟୁ ବି ଶିକ୍ଷକ ରାସ୍ତାରେ ବଇଛନ୍ତି, ଶିକ୍ଷକ ବଇଛନ୍ତି 15 ଦିନ ହେଲାଣି ଆଜ୍ଞା ମୁଁ ଦରମା ବଢ଼ାଅ ବୋଲିକି, ତାଙ୍କ ଦରମା ନ ବଢ଼େଇ ଦେଇକି ନିଜ ନିଜ ଭିତରେ କଥାବାର୍ତ୍ତା ହେଇକି ନିଜ ଦରମାଟା ବଢ଼େଇ ଦେଲେ, ବଢ଼େଇ ଦେଇକି ଭାଇ ବିଧାନସଭାଟାକୁ ତାଲା ପକେଇ ଦେଲେ। ସାଙ୍ଗେ ସାଙ୍ଗେ ଅଧିବେଶନ ଆଇଲା, ଆମେ ଦେଖୁଛୁ ଅଧିବେଶନ ଆଇଲେ ଯେଉଁ ସାଙ୍ଗେ ସାଙ୍ଗେ ବିଲ୍ ପାସ୍ କଲେ, ବିଧାନସଭା କ୍ଲୋଜ୍, ବିଧାନସଭାଟା କ୍ଲୋଜ୍ କରିଦେଇ ପଳେଇଲେ ଖେଳ ଦେଖିବାକୁ। ଶିକ୍ଷକ ରାସ୍ତାରେ ପଡ଼ିଛନ୍ତି, ବାବୁ ସିଂହ ପଠେଇଦେଲେ, କହିଲେ ଯାହା ବୁଝେଇବା ଯେ ଦେବ, ସେ ଉଠିଲେ ଉଠିବ ନ ଉଠିଲେ ନାହିଁ। କି ଏମିତି କି ଅବସ୍ଥା, କାହା ପାଇଁ ତମେ ଦରମା ନେଉଛ? ନିଜ ଦରମାଟା ବଢ଼େଇ ଦେଲ, ଶିକ୍ଷକ ରାସ୍ତାରେ ବଇଛନ୍ତି, ସିଏ ବଇଛନ୍ତି ଦରମା ବଢ଼େଇବ ବୋଲିକି ନିଜ ଦରମାଟା ବଢ଼େଇ ଦେଇକି ତାଲା ପକେଇ ଦେଇକି ବିଧାନସଭା ଖୋଲିବନି, ତାଲା ପକେଇ ଦେଇ ପଳେଇଲ ଖେଳ ଦେଖିବାକୁ। ଆହୁରି 18 ଦିନ ବିଧାନସଭା ଚାଲିଥାନ୍ତା, କ'ଣ ସ୍ୱାଧୀନ ସମାଧାନ ହବ? କାହିଁକି ତମ ବିଧାୟକଙ୍କ ଦରମାଟା କେତେ ସମୟ ଲାଗିଲା? ବିଧାୟକଙ୍କ ଦରମା ବୃଦ୍ଧି ହବ କେତେ ସମୟ ଲାଗିଲା ବିଲ୍ ପାସ୍ ହେବା ପାଇଁ? 5 ମିନିଟ୍। ବିଧାୟକ ଦରମାଟା 3 ଗୁଣ ହବ 5 ମିନିଟ୍ରେ। ଆଙ୍କର 10% ବଢ଼ିପାରିବନି, ଘୋଟା ଡିସିସନ୍ ନେଇପାରିବନି। ଆଉ କ'ଣ ଡବଲ ଇଞ୍ଜିନ୍ ସରକାର ନା ହବ? କାହିଁ ଓଡ଼ିଶା ସର୍ବାଧିକ ଦରମା ହବ ବିଧାୟକଙ୍କର, କାରଣ ସର୍ବାଧିକ ବଳାତ୍କାର ଏଇଠି। ଯେହେତୁ ବଳାତ୍କାର ଏଇଠି ହେଉଛି, ତାହେଲେ ଦରମାଟା ସେମାନେ ନ ନେଲେ ପୁଣି ଏସବୁ ଚାଲିବ କେମିତି? ସବୁଠୁ ଦୁର୍ନୀତି ଓଡ଼ିଶାରେ 1 ନମ୍ବର। ଓଡ଼ିଶାରେ ନାରୀ ହତ୍ୟା, ନାରୀ ମାମଲା, ନାରୀ ଅତ୍ୟାଚାରରେ ଓଡ଼ିଶା 1 ନମ୍ବର। ରାହାଜାନୀ, ଲୁଟ୍, ଆଇନ ଶୃଙ୍ଖଳା ପରିସ୍ଥିତିରେ ଓଡ଼ିଶା 1 ନମ୍ବର। ଇଞ୍ଜିନ୍ ଚାରିଆଡ଼େ ଇଞ୍ଜିନ୍, ସେଥିରେ ମଧ୍ୟ ଓଡ଼ିଶା ବିଫଳ ହେବାର 1 ନମ୍ବର। ଓଡ଼ିଶା କେନ୍ଦ୍ରର ସହାୟତା ନ ପାଇବାର 1 ନମ୍ବର। ଓଡ଼ିଶାରେ ଆପଣଙ୍କର ବେକାରୀ ହାରରେ ଓଡ଼ିଶା 1 ନମ୍ବର। ତ ଦରମା ବଢ଼ିବାରେ ଓଡ଼ିଶା 1 ନମ୍ବର କାହିଁକି ନ ହେବ? ଏମାନେ ଭାରି ଦୁଃଖ ଲାଗୁଛି। ବିଧାୟକ ଏମାନଙ୍କର କେମିତି କ'ଣ ମାନେ ଚାଲୁଛନ୍ତି ଚଳୁଛନ୍ତି ମୁଁ ଜାଣିପାରୁନି। କ'ଣ ତାଙ୍କ ମାଇଣ୍ଡ ସେଟ୍ରେ ଅଛି ନା କ'ଣ? ଏବେ 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 କିଏ ଚୁପ୍ ରହୁଥିଲେ? ବିରୋଧୀ ଦଳ ତା ଭିତରେ ନାଇଁ କହିଛନ୍ତି। ମୁଁ ବିଧାନସଭାରେ ବସିଛି, ମୁଁ ଶୁଣିଛି। ତା ଭିତରେ ଜଣେ ବିରୋଧୀ ଦଳ ନେତା ଜଣେ ମନା କଲେ। ସେତିକିବେଳେ ଗଣେଶ୍ୱର ବେହେରା ପଚାରିଲେ ଯେ କିଏ ମନା କଲା ବୋଲିକି। ଏ ଜିନିଷ ବୋଧେ ରେକର୍ଡିଂରେ ଥାଇପାରେ ନଥାଇପାରେ, ଏମିତି କହିପାରୁନି ଭିତର କଥାଟା, କିନ୍ତୁ ବିରୋଧୀ ଦଳ ଅପୋଜ କରିଛନ୍ତି। ଅପୋଜ ହେଇଛି ଯେ ନାହିଁ ବୋଲି କୁହାହେଇଛି, ଯେ ଦରମା ସବୁ ଜିନିଷ ଆଲୋଚନା ହେବା ପାଇଁ। ତାରି ଭିତରେ ଯେହେତୁ ବିଧାୟକଙ୍କ ସଂଖ୍ୟା, ଯେଉଁ ଭାରତୀୟ ଜନତା ପାର୍ଟି ସରକାରର ସଂଖ୍ୟା ଅଧିକା ଅଛି, ସେମାନେ ଯେକୌଣସି ଯାହା ଚାହୁଁଛନ୍ତି ତା ପାସ୍ କରି ନେଇଯାଉଛନ୍ତି। ଦୁଃଖ ଲାଗୁଛି। ଏହା ପାଇଁ ପୁଣି ଗୋଟେ ସ୍ପେଶାଲ ଅଧିବେଶନ, ଆପଣଙ୍କର ବଜେଟ୍ ଅଧିବେଶନ ଆଣିବା ପାଇଁ ପଡ଼ିବ, ଆଡ଼ାନ ବଜେଟ୍ ଅଧିବେଶନ। କାରଣ ଯେଉଁ 3 ଗୁଣ ଦରମା, ମୋତେ ଭାବିଲେ 3 ଗୁଣ ଦରମା ଗୋଟେ କିରାଣିଟେ ପାଇଲାଣି। ଖାଲି ସେତିକି ନୁହେଁ, ଓଡ଼ିଶା ସାରା ଆପଣ ଦେଖିବେ ସ୍କୁଲରେ ଗୋଟେ ଦିଆହେଇଥିଲା, ମୋ ସ୍କୁଲକୁ ଗୋଟେ ଆପଣଙ୍କର ଚପରାଶି ରାତି ଜଗିବା ପାଇଁ। ଆଗରୁ 7-8 ଟଙ୍କା ଦରମା ଥିଲା, ଏବେ 15,000 ଟଙ୍କା ହେଇଛି। ସେ ଚପରାଶି ଯେଉଁ ଯାହାକୁ ଦିଆଯାଇଥିଲା ସ୍ୱୟଂ ସହାୟକ ଗୋଷ୍ଠୀ ଥ୍ରୁରେ ତାଙ୍କୁ ଦରମା ଦିଆଯିବ। ସେ ଚପରାଶି ଦରମାଟା 1.5 ଗୁଣ କି ଆଜ୍ଞା 10% ବଢ଼ିବାକୁ ଲାଗିଗଲା 5 ବର୍ଷ। ତାହା ପୁଣି 12 ମାସ 15 ମାସ ହେଲାଣି ଦରମା ଲୋକ ଚପରାଶି ଦରମା ପାଇନାହାନ୍ତି। ସେ ପୁଣି ତାଙ୍କର ଅସୁରକ୍ଷିତ ଚାକିରି। କିନ୍ତୁ ବିଧାୟକ ଦରମା ଚଟକିନା 15 ମିନିଟ୍ରେ 5 ମିନିଟ୍ରେ 3 ଗୁଣ ବଢ଼ିଯାଉଛି। 3 ଗୁଣ ଦରମା କାହାର ବଢ଼େ? ଆମେ ଆମ ବୁନିୟାଦିରେ ଉଠିଲା ଦିନ ଦେଖିନଥିଲୁ 3 ଗୁଣ ଦରମା ବଢ଼େ। ଏଇଟା କ'ଣ କର୍ପୋରେଟ୍ ଅଫିସ୍? 3 ଗୁଣ ଦରମା ବଢ଼ିଯିବ ଏକାଥରକରେ? ମୋହନ ମାଝୀ ଯେଉଁ ଶିକ୍ଷକଙ୍କୁ କହିକି ଯାଉଥିଲେ, ବିରୋଧୀ ଦଳ ଥିଲାବେଳେ, ବିଜେପି ଶିକ୍ଷକ ବିରୋଧୀ ଦଳ ଥିଲାବେଳେ କହିକି ଯାଉଥିଲେ ଯେ ଆପଣଙ୍କ ଦରମା ବଢ଼ିବାର ଆବଶ୍ୟକତା ଅଛି, ସେଇ ମୋହନ ମାଝୀ ସରକାରକୁ ଆସିଲା ପରେ ତାଙ୍କ କଥା ଶୁଣୁନାହାନ୍ତି। ଏସବୁ ଦୋମୁହା ଲୋକର କାମ। ମୋହନ ମାଝୀଙ୍କର ମୁହଁଟା ଦିଟା କେମିତି ଆମେ ବି ଜାଣିପାରୁନୁ। ଆରେ ବାବୁ, ତମେ ଆଦିବାସୀ ଲୋକ, ଦଳିତ, OBC, SC, ST, ମାଇନରିଟି, ଏମାନଙ୍କର ହୃଦୟର ବାସା ହେବା କଥା ତମେ, ତାଙ୍କ ହୃଦୟର କଥା କହିବା କଥା ତମେ।
राज्य में एससी एसटी ओबीसी माइनोरिटी सब मिसेदेला बेलू 94 भाग तुम 94 भाग हृदयर बादशाह तुम देखला बेलू यही विधायकों दरमा बढ़ाऊच 3 गुण देखला बेलू मास्टर गुड़ाक रास्तार बस तुम पूर्व कहूल जे मास्टर दरमा बढ़िया आवश्यकता अच्छी सरकार कहला पर शुणुन हुकुन कि करुन पूरा तार बाड़ लगे 12 फुट 15 फुट हाइट यही तार बाड़ लगा पांडियान आगुरी गला सफा होगला नवीन निवास नवीन बाबूंकर प्रथम जो 8-10 वर्ष शासन करुले लोकंर जीवा आसवा लोक डिमांड आरंभ कर समस्या बुझुले जमती यही पांडियान भाया कईटा चोरंग कथार पड़े तार बाड़ उठेदेले 15 फुट मोहन माझी सेमती कईटा अफिसर कथा बर्तमान पड़े कौन मुझे शुणुली पदुपटा काली कहते 7 वर्ष पूर्व दरमा बढ़ी 7 वर्ष पूर्व दरमा बढ़ी तुम जो 7th पे कमिशन जो बढ़ला तुम लागू है मिछ कथा कहीं क्या कौच कमिशन लागू है समस्त दरमा बढ़ी समस्त तो मास्टर मान दरमा बढ़े दौन भारतीय जनता पार्टी जो सरकार आसा पूर्व निजर निर्वाचन लड़िया पूर्व घोषणा पत्र देता जे सारा ओडिशा रे जिते अस्थायी नियुक्ति अच्छी आपड़ देखिए जीआईएस ठू आरंभ कर पंचायत जो मैंने ग्राउंड सर्वे करुँच जिओ टैगिंग करुँच आरंभ कर अप टू विधानसभा पर्यंत सिक्यूरीटी पर्यंत समस्त अस्थायी चाकरी आम स्थायी भाव प्रतिपादन करूँ कि 1.5 वर्ष होगा आम जापारूनी स्थायित्व कौन किंतु आम देखुँ दरमा 3 गुण बढ़ुची खनि ठीक निलाम दिहे बाली चोरीटा बढ़ुची खनि चोरीटा बढ़ुची एमाने पीसी कारबार ठीक चली आरंभ कर प्रश्न पत्र के बढ़िया लिक हो मोहन माझी जहाँ करूँ न करूँ प्रश्न पत्र लिक कर मोहन माझी बर्तमान 1 नंबर आम जापारू कौ मसरे कौ सप्ताह कौ परीक्षा गोटा हो जार प्रश्न पत्र लिक होनी एएनएम परीक्षा हम प्रश्न पत्र लिक आरआई परीक्षा हम प्रश्न पत्र लिक पुलिस परीक्षा हम प्रश्न पत्र लिक ओपीएससी देख प्रश्न पत्र लिक है एमती अवस्था एम जागले आउ सरकार आमको लोक भोट देवेनि आम यही गला पर थर आर थरक कौन हम आम पूर्वतन विधायक हो दरमाटा बढ़े नहीं जाते से हिसाब से पेनसन गटा पाइबे से चलिए बेपार पत्र कर चलिए ये अवस्था भारतीय जनता पार्टी जब सरकार इच्छा शक्ति थी सरकार माइंडसेट ये जिन थी जे लोक मले पछे मरंतु आम दरमा बढ़े कि नहीं जीवु ताहले लोक सब देखुं 3.5 गुण दरमा गोटी बढ़ेनि आम आगे आगे देखी नु आमर बुनियाद देखी नु जे दरमाटा बढ़ 3.5 गुण भाविले शीत काकर 10 डिग्री 7 डिग्री टेम्परेचर आपर जमी गोटे द्वितीय जमी थे स्वाधीनता आंदोलन होता एमती गोटे द्वितीय स्वाधीनता संग्राम हम से द्वितीय स्वाधीनता संग्राम एम सब तंटिया खाई विदा हे तापर मुंड पिछा ऋण बर्तमान पाखापाखि से कर सारा 1.5 लाख 2 लाख टका से कांग्रेस सरकार देखी जाता 50,000 कोटी टकर ऋण छाड़ी देता ये 10 वर्ष भी आणिकी 3 लाख कोटी टकर पहुँच सारे सेमती आंकर ऋण भाड़ा प्रत्येक दिन बढ़ी बढ़ी चलुची किसी ना जहाँ दरकार पड़े ऋण आणिकी निज दरमा नहीं जाऊँच परवर्ती समय परवर्ती पीढ़ी आंक उत्तरदायित्व रखिए हाँ बिल्कुल ये खनि पानी बाली फाली खाई दुर्दश कर सारा ओडिशा को बाली चोरी प्रति पंचायत रे होची खनि चोरी जोड़ी जोड़ी खनि अच्छी प्रचुर चोरी होची से खनि चोरी बर्तमान आपणकर डकई रंधा हे किए जो आपणकर जाजपुर जिलापाल को डकई दुनिया नाटक है कोर्ट समन देले गोटे डेभलप करी कौन अवस्था है इंडिगो कला बुझीपारे इंडिगोर सेयार था 30% एयर आपणकर एयर इंडिया सेयार थिला आपणकर कौटी आपणकर इंडियन रेल आपणकर बेसामरिक चलाचल व्यवस्था रे आपणकर एयर इंडिया थिला इंडियन एयरलाइंस थिला इंडिगो थिला विस्तारा थिला एयर एशिया थिला गो एयर थिला स्पाइस जेट थिला किंगफिशर थिला समस्त थिले समस्त शेयर पाखापाखि एवरेज थिला जदि कौन संस्था जदि तार सर्विस बंद कर दिए अलग संस्था सर्विस को टेकअप करने रेडी थे एमती मैंने कौन कले देदेले सब जगह डाकिकी आणिकी इंडिगो को देदेले कारण गोटे लोक ठार मुनाफा कमेबू बटीटा नबू से तार शेयर थिला 30% ताकू आनी 65% 70% पहुँचेदेले से गोटाए दिन सर्विस बंद करदेला कौन अवस्था भारत वर्षर बर्तमान पृथ्वी आलोचना हो पाकिस्तान तो ठीक थिला ताकर तो पाकिस्तान रे तो कौन गोटे कौन आम शुणुलु पायलट लाइसेंस नथिला ताकर तो किछि नहीं लोक आउछन एयरपोर्ट को बसी जाउछन एयरपोर्ट फ्लाइट उड़ूनी सरकार पाखे एयर इंडिया था इंडियन एयरलाइंस था टेकअप करके लोक सर्विस देता आपन कौन एयर इंडिया इंडियन एयरलाइंस को बिकिदेले टाटा ग्रुप को
ଆପଣ ଇକ୍ୱାଲ ପ୍ଲେଇଂ ଫିଲ୍ଡ କାହିଁକି ଲେବୁଲ ପ୍ଲେଇଂ ଫିଲ୍ଡ କାହିଁକି ତିଆରି କଲେନି? କାହିଁକି ଜଣଙ୍କ ପ୍ରତି ଏତେ ପ୍ରୋତ୍ସାହନ ଦେଲେ ଯେ ସବୁ କମ୍ପାନୀ ବନ୍ଦ ହେଇକି ପଳେଇଲା? କାହିଁକି ଗୋଏୟାର ପଳେଇଲା? କାହିଁକି ସ୍ପାଇସ୍ ଜେଟ୍ ଦୁର୍ବଳ ହେଇଗଲା? ସବୁ ଜିନିଷ ଲୋକ ସବୁ ଜିନିଷ ଦେଖୁଛନ୍ତି। ଇଏ ଯାହା ହେଇଛି ଆପଣଙ୍କର ଏଠି ମଧ୍ୟ ସେୟା ହବ। ଆଦାନୀ ନେଇଛି କୋଇଲା ମାଇନ୍ସ। ଯେଉଁଦିନ ଆଦାନୀ ଚାହିଁବ କୋଲ ମାଇନ୍ସକୁ ବନ୍ଦ କରିଦେବ କାହାକୁ ଇଲେକ୍ଟ୍ରିକ୍ ପ୍ରଡକ୍ସନ୍ ଡିପାର୍ଟମେଣ୍ଟ ଇଲେକ୍ଟ୍ରିକ୍ ପ୍ରଡକ୍ସନ୍ ସିଷ୍ଟମକୁ ଆପଣଙ୍କର ଏନ୍ଟିପିସିକୁ ଦେବନି। କାଲିଠାରୁ କହିବ ମୁଁ କାଲିଠାରୁ କୋଇଲା ଦିଆହେବନି। ଏନ୍ଟିପିସି ବିଦ୍ୟୁତ୍ ଉତ୍ପାଦନ କରିପାରିବନି। ସାରା ଓଡ଼ିଶା ଅନ୍ଧାର ହେଇଯିବ। ଟାଟା ଇଲେକ୍ଟ୍ରି ନେଇଛି, କାଲି ଟାଟା ମନମାନି କରିବ, କହିବ ମୋର କାଲିଠାରୁ ଇଲେକ୍ଟ୍ରି ଦିଆହେବନି। ଯଦି ସମସ୍ତଙ୍କ ଘରେ ସ୍ମାର୍ଟ ମିଟର ଲାଗିବ ମୁଁ ଇଲେକ୍ଟ୍ରି ଦେବି, ନହେଲେ ଇଲେକ୍ଟ୍ରି ଦେବିନି। ସାରା ଓଡ଼ିଶା ଅନ୍ଧାର ହେଇଯିବ। ଯେମିତି ଆପଣଙ୍କର ଡ୍ରାଇଭର ମହାସଂଘ କହିଲେ ଆମେ ବସ୍ ଚଲେଇବୁନି, ଓଡ଼ିଶା ଠପ୍ ହେଇଗଲା, ସେମିତି ସେୟା ହେବ। ସାରା ଓଡ଼ିଶା ଅନ୍ଧାର ହେଇଯିବ, ସବୁ ହାହାକାର ହେଉଥିବେ, କାରଣ ରାଜ୍ୟ ସରକାର ତାଙ୍କଠୁ ମାଲ ନେଇଯାଇଛନ୍ତି। କମ୍ପାନୀ ପ୍ରୀତି ପୁଞ୍ଜିପତି ପ୍ରୀତି ଯୋଗୁଁ ଆଜି ଓଡ଼ିଶାବାସୀ ଏଭଳି ଅବସ୍ଥା ଭୋଗୁଛନ୍ତି। ଇଣ୍ଡିଗୋ ଚାହିଁଲା, ଗୋଟିଏ 15 ମିନିଟ୍ ଲାଗିଲା ଇଣ୍ଡିଗୋକୁ, କହିଲା କାଲିଠାରୁ ଇଣ୍ଡିଆ ଠପ୍ ହେଇଗଲା ତ। ଇଣ୍ଡିଗୋ 15 ମିନିଟ୍ ଭିତରେ ଇଣ୍ଡିଆକୁ ଠପ୍ କରିଦେଲା ତ। ସେମିତି ଟାଟା ଚାହିଁବ ଓଡ଼ିଶା ଠପ୍ କରିଦେବ। ଆଦାନୀ ଚାହିଁବ ଭାରତବର୍ଷକୁ ଠପ୍ କରିଦେବ। ଆଦାନୀ କହିବ କିଛି ଟ୍ରାନ୍ସପୋର୍ଟିଂ ହେଇପାରିବନି, କାରଣ ସବୁ ଯାକ ବନ୍ଦରକୁ ଆଦାନୀ କିଣି ସାରିଲାଣି। କ'ଣ ହେବ ତାପରେ? ଏମାନେ ଚାହିଁବେ ଗଭର୍ଣ୍ଣମେଣ୍ଟକୁ ବ୍ଲାକମେଲ୍ କରିବେ, ତାପରେ ଗଭର୍ଣ୍ଣମେଣ୍ଟ କ'ଣ କରିବ? ଏବେ ବି ସମୟ ଅଛି। ଟାଟା କମ୍ପାନୀକୁ ଇଲେକ୍ଟ୍ରି ଦେଇଛ, ତା ରିନ୍ୟୁଆଲ୍ ସମୟ ହେଇଗଲାଣି। ଟାଟା କମ୍ପାନୀର ଏଗ୍ରିମେଣ୍ଟ 2025 ସୁଦ୍ଧା ଏଗ୍ରିମେଣ୍ଟ ଫୁଲଫିଲ୍ ହେଉଛି। ଏଗ୍ରିମେଣ୍ଟ ଭାଓଲେଟ୍ କରିକି ଟାଟା କମ୍ପାନୀ ଜୁଲୁମ କରୁଛି ଲୋକଙ୍କ ସାଙ୍ଗରେ। ଟାଟାର ଏଗ୍ରିମେଣ୍ଟକୁ କ୍ୟାନସେଲ୍ କରିକି ଗଭର୍ଣ୍ଣମେଣ୍ଟ ନିଜ ହାତକୁ ନେଉ, ଓଡ଼ିଶା ଇଲେକ୍ଟ୍ରିକ୍ ସର୍ଭିସ୍ ନିଜ ହାତକୁ ନେଉ ସପ୍ଲାଏ ସର୍ଭିସ୍, ଯେ ବିଦ୍ୟୁତ୍ କେମିତି ଦିଆଯିବ। ଯେମିତି ଗଭର୍ଣ୍ଣମେଣ୍ଟରେ ଆଗରୁ ସେସ୍କୋ ଥିଲା, ସେସ୍କୋ ୱେଷ୍ଟକୋ ସାଉଥକୋ ଥିଲା, ସେମିତି ଗଭର୍ଣ୍ଣମେଣ୍ଟ ନିଜେ ସଂସ୍ଥା କରି ନିଜ ହାତକୁ ନେଉ, ଲୋକ ଭୟଙ୍କର ଅବସ୍ଥା ହେବ।